ଦେଖନ୍ତୁ ଆମର ଏବେକା ବୋଲି ନାହିଁ ଆମ ପୂର୍ବ ପିଢ଼ିରୁ ଯେଉଁଟାକି ଚାଲି ଆସିଛି ଆମର ସମାଜର ରୀତିନୀତି ପରମ୍ପରା ଯେଉଁଟାକି ଆମର ମୃତ୍ୟୁ ହେଲା ପରେ ଆମର 10 ଦିନରେ 10 କ୍ରିୟା ସେତେବେଳେ ଆମର ସୁଧଟା ହୁଏ 11 ଦିନ 10 ଦିନ ତ ସେଇତେବେଳକୁ ଆମର ଯେଉଁଦିନ ସୁଧକ୍ରିୟା କ୍ଷୀରପତ୍ର ହୁଏ ତ ସେଇଦିନ ଆମର ଶାସାନ୍ଦିରି ଯେଉଁଟାକି ଆମର ଏବେ ଏଇଟା କରୁଛୁ ଏଇଟା ଆମର ସମାଧି କରୁଛୁ ସେଟା ଶାସାନ ବୋଲିକି ଏଇଟାକୁ କରାଯାଇନଥିଲା ଏବଂ ତାଙ୍କର ବାପା ମା ଯିଏ କାରେଲା ମୁଣ୍ଡାଙ୍କର ବାପା ମା ତାଙ୍କର ବି ପଥର ଜଙ୍କେଇ ନଥିଲେ ଯେଉଁଟା ବା ଆମର ଯେଉଁ ପଥର ଜଙ୍କାନ୍ତି ଶାସାନ୍ଦିରି କୁହନ୍ତି ଆମର ଆଜି ଯେଉଁ ସୁଧଟାକୁ ଆମର ହ ସମାଜରେ ଦୁଲ ସୁନୁମ କହିଥାଉ। ଆଚ୍ଛା ଯଦି ପଥର ଜକେଇଥିଲେ କ'ଣ ହେଇଥାନ୍ତା? ହଁ ଯେଉଁଟା ଏବେ ସମାଜର ଏଇଟା ପଥର ନିହାତି 10 ଦିନରେ ସେମାନେ ଜକେଇକି ତାଙ୍କର ସୁଧକ୍ରିୟା ହେଇଥାନ୍ତେ ଆମର ସମାଜର କିନ୍ତୁ ସେମାନେ କରିନାହାନ୍ତି ସେଥିପାଇଁ ସେମାନେ ଖାଲି କେରପତ୍ର ହେଇଛନ୍ତି କିନ୍ତୁ ସୁଧ ହେଇନଥିଲେ। ପଥର ଜକେଇଥିଲେ ସେ କ'ଣ ଉଠେଇ ପାରିଥାନ୍ତେ ମଣାକୁ? ହଁ ଯେତେବେଳେ ଯଦି ଆମର ସୁଧକ୍ରିୟା ଯେବେ 10 ଦିନରେ କରିଥାନ୍ତେ ଯଦି ପତ୍ର ଜକେଇଥାନ୍ତେ ତାହେଲେ ଏଇଟାକୁ ବା ସେ ଉଠେଇ ପାରିନଥାନ୍ତେ ସେଟା ହେଇନଥିଲା ବୋଲି ଆଜି ସେ ଉଠେଇକି ପୂର୍ବରୁ ପୋତିଥିଲେ ତାପରେ ମଣାକୁ ଯେତେବେଳେ ଉଠେଇଲେ କଙ୍କାଟକୁ ସେଥିପାଇଁ ଆଉ ଥରେ ତାକୁ ସୁଧିକ୍ରିୟା ଆଜି ହେବ ଆଉ ଏଇଟା ଯେଉଁ ସମାଧି ହେଇସାରିଲା ପରେ ଏଇଟା ସବୁ ପ୍ରତିଷ୍ଠା ହେବ ପ୍ରତିଷ୍ଠା ହେଇ ପରାଚିତ ହେବ ତାପରେ ପୂଜା ହେବ ଯେଉଁ ଆମର ହଳଦୀ ଭାତ ପୂଜା କରାଯିବ ତାପରେ ଯେଉଁ ଇଏ ପୂଜା ବିଧିରେ ଯେଉଁ ରହିଛି ସେ ଛେଳି ରକ୍ତ ହଉ ଏଠାରେ ଆମର ଛିଞ୍ଚିବା କୁଡ଼ା କଳା ଏବଂ ଧଳା ଆଉ ନାଲି ଏବଂ ଛେଳି ହେଉଛି କଳା ତା ସମାଜ ଅନୁସାରେ ଆମର ପୂର୍ବରୁ ଆସିଛି ଏଇଟା ଏବେକାର ନୁହଁ ଆମର କେଉଁ କାଳରୁ ଆମେ ଜନ୍ମ ହେଇନଥିଲୁ ସେଇବେଠୁ ହିଁ ଆମର ସବୁ ଆମେ ଦେଖି ଆସିଛୁ ଯେତିକି ଯାହା ଦାଦା ପରଦାଦା ଯେତିକି କରି ଆସିଥିଲେ ମୋ ବାପା ଆମ ବାପା ବି ଏବେ ନାହିଁ ଦୁନିଆରେ ତାଙ୍କର ବି କରିଛୁ ମୁଁ ନିଜେ ବି ବାପା ମାଙ୍କର କାର୍ଲା ମୁଣ୍ଡାଙ୍କ ବାପା ମାଙ୍କର ବି ତାଙ୍କର ବି ହେଇନାହିଁ ସେଇ ଅସୁବିଧା କ'ଣ ଥିଲା? ଦେଖନ୍ତୁ ସାର୍ ଯେଉଁଟାକି କାର୍ଲା ମୁଣ୍ଡାଙ୍କର ବାପା ମା ମାନଙ୍କର ଯେପର୍ଯ୍ୟନ୍ତ ତାଙ୍କର ପଥର ଆମର ଜଙ୍କେଇ ନଥିଲେ ଏବେ ଯେହେତୁ ତାଙ୍କ ନାଁରେ ପତ୍ର ଗୋଟେ ଗୋଟେ ଗାଡ଼ିବୁ ଆମେ ତାପରେ ଯାଇ ଏଇ କାର୍ଯ୍ୟକ୍ରମ ମାନେ ଏଇ କାର୍ଲା ମୁଣ୍ଡାଙ୍କର ହେବ ମାନେ ହେଉଛି ତ ଏବେ ତାଙ୍କ ବାପା ମାଆଙ୍କର ହେଇସାରିଲା ପରେ ୟାର ବି ପରାଚିତ ଯେଉଁଟାକି ଆମେ ପ୍ରତିଷ୍ଠା କରିକି ପୂଜା କରିବୁ ଆଜ୍ଞା। ତାହେଲେ ଏବେ ସବୁ ଠିକଠାକ ହେଇଯିବ? ହଁ ଏବେ ଠିକଠାକ ହେଇଯିବ ଯେଉଁଠିକି ସମାଜର ରୀତିନୀତି ପରମ୍ପରା ଅନୁସାରେ ଏଇ ସମାଧି ହେଲା ପରେ ଆମର ଶୁଦ୍ଧିକ୍ରିୟା ସମ୍ପୂର୍ଣ୍ଣ ଭାବରେ ଆମର ହେଇଯିବ। ଆମର ଆଗରୁ ପରମ୍ପରାରୁ ଯେଉଁଟା ଲାଗିକି ରହି ଆସିଛି ଆମର ସମାଜର କେବଳ ଯେଉଁଟା ଦିରି ଶାସାନ ଆମର ମଣିଷ ଗୋଟେ ମରଲା ସେଇଟା ମୃତ୍ୟୁ ହେଲା ବୋଲି କୁହାଯାଏ। ସେଇ ମୃତ୍ୟୁକୁ ଯେତେବେଳେ ଯଦି ଆଜି ମୃତ୍ୟୁ ହେଲା ତାକୁ କିନ୍ତୁ ପୁଡ଼ିଲେ କିମ୍ବା ପୋତିଲେ ତାପରେ ସିଏ ଆର ଦିନ ତାକୁ ଟିକେ ଟିକେ କେର ବଦର କରିଦେବେ ଗାଧେଇ ଉଠିଲେ ତାପରେ ଦିନ ଧାର୍ଯ୍ୟ ସେମାନେ ଡେଟ୍ କରିବେ ନାଇଁ ଏତିକି ଦିନରେ ଆମର ଶୁଦ୍ଧିକ୍ରିୟା ହେବ 10 ଦିନ କି 11 ଦିନ ସେତିକିରେ ହେବ କହିଲେ ସେଇ ସମୟରେ ଯଦି ଖର୍ଚ୍ଚ ଅଭାବରୁ ସେମାନେ ଯଦି ପତ୍ର ଜଙ୍କେଇ ପାରିଲେ ନାହିଁ କି ସମାଧି କରିପାରିଲେ ନାହିଁ ତାପରେ ସେଇଟାକୁ ତାପରେ କାଲି କେରପତ୍ର ଟିକେ ହେଲା ତାପରେ ସେଇଟାକୁ ରଖିଲେ ଆଉ ତାପରେ ଯେତେବେଳେ ଖର୍ଚ୍ଚପତ୍ର ହେବ ସେତେବେଳେ ବନ୍ଧୁବାନ୍ଧବକୁ ଡାକିକି ସେଗୁଡ଼ାକୁ ମାନେ ପତ୍ର ଜଙ୍କେଇବେ ତାପରେ ବନ୍ଧୁବାନ୍ଧବ ଡାକିକି ବୁଝି ଦେବେ ତାପରେ ସେଇଦିନ ଶୁଦ୍ଧିକ୍ରିୟା ହେଲେ କେବଳ କାମ ଶେଷ ହେଇଯାଏ ଜଣେ ମରିଲା ଭିତରେ। ତାପରେ ଏଇଠି ଖର୍ଚ୍ଚ ଅଭାବରୁ ଆଜି ଜିତୁମୁଣ୍ଡା କିନ୍ତୁ ତା ବାପା ମାଆଙ୍କର ଯେତେବେଳେ ସମାଧି କି ଆଉ ପତ୍ର ଜଙ୍କେଇ ନ ପାରିବାରୁ କେବଳ ଆଜି ଜିତୁମୁଣ୍ଡାଙ୍କର କାମ ଏଇ ପ୍ରକାର ଅସୁବିଧା ହେଇଗଲା ସେଇଠୁ ଯଦି ଆଜ୍ଞା ମାନେ ଅଶାନ୍ତି କହିଲେ କାରଣ କ'ଣ ନା ସେଇଠୁ ସିଏ ପଇସା କିନ୍ତୁ ତାର ନାନୀ କାର୍ଲା ମୁଣ୍ଡାର କେବଳ ଆକାଉଣ୍ଟ ଥିଲା ତା ନାଁରେ କେବଳ ଆକାଉଣ୍ଟରେ ପଇସା ଥିଲା ଯେତେବେଳେ କାର୍ଲା ମୁଣ୍ଡା ମରିଲା କିନ୍ତୁ ତାର ଭାଇ ଜିତୁ ମୁଣ୍ଡାକୁ କହିଥିଲା ମୁଇଁ ମରିଲେ କିନ୍ତୁ ଏଇ ପଇସାକୁ ଉଠେଇ ଆଣିବୁ ତାପରେ ଉଠେଇବାକୁ ଗଲା ସେଇଠୁ ବ୍ୟାଙ୍କରୁ ସେମାନେ କହିଲେ କେବଳ ସେ କାର୍ଲା ମୁଣ୍ଡା ନ ଆସିଲେ କିନ୍ତୁ ପଇସା ଦିଆଯିବ ନାହିଁ ତାପରେ ସିଏ ତ ମରିଯାଇଛି ସେ କୁମ୍ଭାରରେ ରହିଲା ଆଉ ସିଏ କେମିତି ଆସିପାରିବ ଯେ କିନ୍ତୁ ସିଏ ଟିପ ଦେଲେ ପଇସା ନେବି ତାପରେ ସିଏ ନାହିଁ ହେଲେ ବି ତାକୁ ଆଣିକି ଆସିବୁ ନା ଆଉ ଯଦି ସିଏ ତାକୁ ଆଣିବୁ ନାହିଁ ତାହେଲେ ପଇସା ନେଇପାରିବୁ ନାହିଁ
ତାପରେ ନାଇଁ ସିଏ ତ ମରିଯାଇଛି, ଯଦି ମରିଯାଇଛି ତାର ହାଡ଼ ହେଲେ ନେଇକି ଆଇ, ତାହେଲେ ପଇସା ନେବୁ। ସେମିତି କହିବାରୁ ତାର ବିରକ୍ତ ହେଲା। ଶାନ୍ତି ନିରୀହ ଲୋକ ମୂର୍ଖ ଲୋକ, ସେ ତାକୁ ବାଟ ଦେଖେଇଲେ ନାହିଁ ଭଲ ରାସ୍ତା। ସେଇଠୁ ଯେଉଁଟା କହିଲେ ସିଏ କାମ କଲା ଆଉ। ସେଇଠୁ ଯେତେବେଳେ କାମ କଲା, ତାପରେ ଯେତେବେଳେ ଆଉ ଥରେ ଏଇ ଶୁଦ୍ଧିକ୍ରିୟାଟା ଯେତେବେଳେ ମଳାଟା ବୋଲି ଯେଉଁଟା ଆମେ କହୁ, ସେଇଟାକୁ ଧରିଲା ଯେତେବେଳେ, ସେ ତ ତାର ପରାଚିତ ନିହାତି ହେବ। ତାପରେ ଏଇଠି ଶୁଦ୍ଧିକ୍ରିୟା ପରାଚିତ ହେବ। ସେଇପାଇଁ 3ଟା କୁକୁଡ଼ା, କଳା ଏବଂ ଦଳା ଆଉ ଜୋନାଲା, ସେଇ କୁକୁଡ଼ାରେ ସେ ପରାଚିତ ହେବ। ଆଉ ଯେଉଁଟା କଳା ଛେଳି, ସେଇଟା କଟା ହେଇକି କିନ୍ତୁ ତାର ରକ୍ତଟା କିନ୍ତୁ ପତ୍ର ସମାଧି ଆଉ ଏଇ ଇଏରେ ଟିକେ ଡଳା ହେବ। ସେଇଟା ମାନେ ମାଲଦିରି ବୋଲି କୁହାଯାଏ।